ଆଃ କି ଭୀଷଣ ଜ୍ୱର। ମା ତମେ ମୋ ପାଇଁ ଜମା ଚିନ୍ତା କରନି, ମୁଁ ନିଶ୍ଚୟ ଭଲ ହୋଇଯିବି। ତୁମେ ଦେଖିବ ମା, ମୁଁ ଭଲ ହୋଇଗଲେ ନା ଆମ ଡଙ୍ଗା ଘାଟରେ ଆମ ଦେଶର ଲୋକମାନଙ୍କୁ ମୁଁ ଘାଟ ପାରି କରିଦେବି। ସେଠାରେ ଆନ୍ଦୋଳନ ହେବ, ଆମ ଭାରତ ମା ସ୍ୱାଧୀନ ହେବ। ହଁ ମା, ତମେ ଠାକୁରଙ୍କୁ ଡାକ। ମୁଁ ନୀଳମାଧବଙ୍କ ଠାରେ ପ୍ରାର୍ଥନା କରୁଛି, ସେ ଆମ ଦେଶକୁ ଶତ୍ରୁ କବଳରୁ ମୁକ୍ତ କରନ୍ତୁ। ନା ମା, ମୁଁ ବର୍ତ୍ତମାନ ଯିବି। ଆମ ଲୋକମାନଙ୍କୁ ଘାଟ ପାରି ନ କଲେ ସେମାନେ ଆନ୍ଦୋଳନ କରିବାକୁ ଯିବେ କେମିତି? ଆମ ଭାରତ ମା ସ୍ୱାଧୀନ ହେବ କେମିତି? ମୁଁ ଯିବି ମା, ମୁଁ ବର୍ତ୍ତମାନ ଯିବି। ଏଇ ଶୁଣିପାରୁଛ ମା, ଆମ ଭାରତବାସୀମାନେ କେମିତି ଆନ୍ଦୋଳନର ସ୍ୱର ଉତ୍ତୋଳନ କଲେଣି। ମୋତେ ଯିବାକୁ ହେବ ମା, ମୁଁ ନିଶ୍ଚୟ ଯିବି। ଅପେକ୍ଷା କର ଭାଇମାନେ, ମୁଁ ତୁମମାନଙ୍କୁ ଡଙ୍ଗାରେ ଘାଟ ପାରି କରିଦେବାକୁ ଆସୁଛି। ଅପେକ୍ଷା କର। ନା, ମୁଁ ଥରେ ତ କହିଛି କୌଣସି ପ୍ରକାର ତୁମମାନଙ୍କୁ ଡଙ୍ଗାରେ ଘାଟ ପାରି କରିଦେବି ନାହିଁ। କାରଣ ତମେ ଭାରତ ମାଆର ସନ୍ତାନ ହୋଇ ବିଦେଶୀ ଶତ୍ରୁମାନଙ୍କ ସହିତ ବନ୍ଧୁ ବାନ୍ଧି ଭାରତ ମା ସହିତ ବେଇମାନି କରୁଛ। ତେଣୁ ମୁଁ ତୁମମାନଙ୍କୁ ଡଙ୍ଗାରେ ଘାଟ ପାରି କରିଦେବି ନାହିଁ। ମରି ପଛେ ଡରିବି ନାହିଁ, ହେଲେ ଶତ୍ରୁମାନଙ୍କ ପାଖରେ ଗୁମାସ୍ତାଗିରି କରି ମାତୃଭୂମିକୁ ଅସମ୍ମାନ କରିବା ବି ନାହିଁ। ଥରେ ତ କହିଛି ମରିବା ପାଇଁ ମୁଁ ପ୍ରସ୍ତୁତ ଅଛି। ତମର ଯଦି ସାହସ ଅଛି ନଦୀରେ ଏକା ଏକା ପହଁରି ପାରି ହେଇ ପଡ଼। ମୁଁ